ଭାରତ ଟି-20 ଦଳର ଅଧିନାୟକ ସୂର୍ଯ୍ୟକାନ୍ତ ଯାଦବଙ୍କ ହାର୍ନିଆ ଅସ୍ତ୍ରୋପଚାର ହୋଇଛି। ଜର୍ମାନୀର ମ୍ୟୁନିକ୍ଠାରେ ତାଙ୍କର ଅସ୍ତ୍ରୋପଚାର ହୋଇଛି। ଏନେଇ 34 ବର୍ଷୀୟ ବିସ୍ଫୋରକ ବ୍ୟାଟର ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାର ଶେଷ ହୋଇଥିବାରୁ ସେ ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ରିହାବିଲିଟେସନ ଆରମ୍ଭ କରିବେ। ଭାରତ ଦଳ ତାର ପରବର୍ତ୍ତୀ ହ୍ୱାଇଟ୍ ବଲ୍ ସିରିଜ ବାଂଲାଦେଶ ବିପକ୍ଷରେ ଅଗଷ୍ଟରେ ଖେଳିବ। ବାଂଲାଦେଶ ଟୁର୍ରେ ଭାରତ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି-20 ସିରିଜ୍ ଖେଳିବ। 2023 ଦିନିକିଆ ବିଶ୍ୱକପ୍ ଠାରୁ ଏହି ଫର୍ମାଟରେ ଖେଳିନଥିବା ସୂର୍ଯ୍ୟକାନ୍ତ ଅଗଷ୍ଟ 26 ତାରିଖରେ ଚାଟ୍ଟୋଗ୍ରାମରେ ଖେଳାଯାଉଥିବା ପ୍ରଥମ ଟି-20 ମ୍ୟାଚ୍ର ଭାରତ ଦଳ ନେତୃତ୍ୱ ନେବେ। ଅସ୍ତ୍ରୋପଚାର ପୂର୍ବରୁ ସୂର୍ଯ୍ୟକାନ୍ତ ଯାଦବ ଆଇପିଏଲ୍ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ 717 ରନ୍ ସହ ଅରେଞ୍ଜ କ୍ୟାପ୍ ଅଧିକାରୀ ସାହି ସୂର୍ଯ୍ୟସେନଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଭାରତ ଟି-20 ଦଳର ଅଧିନାୟକ ସୂର୍ଯ୍ୟକାନ୍ତ ଯାଦବଙ୍କ ହାର୍ନିଆ ଅସ୍ତ୍ରୋପଚାର ହୋଇଛି। ଜର୍ମାନୀର ମ୍ୟୁନିକ୍ଠାରେ ତାଙ୍କର ଅସ୍ତ୍ରୋପଚାର ହୋଇଛି। ଏନେଇ 34 ବର୍ଷୀୟ ବିସ୍ଫୋରକ ବ୍ୟାଟର ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାର ଶେଷ ହୋଇଥିବାରୁ ସେ ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ରିହାବିଲିଟେସନ ଆରମ୍ଭ କରିବେ। ଭାରତ ଦଳ ତାର ପରବର୍ତ୍ତୀ ହ୍ୱାଇଟ୍ ବଲ୍ ସିରିଜ ବାଂଲାଦେଶ ବିପକ୍ଷରେ ଅଗଷ୍ଟରେ ଖେଳିବ।